नमस्कार बंधुगण आमे शुणुचे श्री चंद्रशेखर रथंक गल्प संकलन सबुठारु दीर्घ राति। आज शुणिबा गल्प तिलीछ महापात्र। तिलीछ महापात्रंक मथारे कुंभ परी श्रीमंत जुड़ा, सेथिरे दरफुटा जोड़िए चंपा, दूध पिठौ परी देहरे डालिंब रंगर पाटपांची, ओसार बुकु परी लंबमान दुईसरा रुद्राक्षमाळ, दर्पण परी कपाଳରେ चंदन टोपा, तरतर होई पशि जाउछन्ति श्रीमंदिर सिंहद्वार भितरे प्रभुंक अंग लागि सेवक। सकाळ नीति करिबाकु आउरी घड़िए बाकी, माळ सेवक आउरी धंडा नहीं पहुँची नाही, उछुर हेई जाउछि सेवा, पहुड़ भंगा कीर्तन जगमोहनरू उठी नाहंती। तिलीछ महापात्री सात पावछ बाटे चढ़ीगला बेलକୁ मनरू शंका ओह्लाई देली। मु छार किंकरर अपराध क्षमा होई जाऊ मणिमा, मु कि बुझे तोर अनंत गति। रत्न पीढ़ा उपरू जाहाकू जेभଳି आज्ञा मिलिब सेई भଳି सिना इंद्र कुबेर खटिबे। श्रीअंग सेवाकू मु काहूँ भाजन ठाकुरे, मणिमा खटणीकू मु काहूँ समर्थ। मन हेला टेकी नेलु, ए अधमकू कृतार्थ कलु, नहेले कि एभଳି भाग्य काहाकू मिले। गरुड़ पछरू कर जोड़ी होई दुख जणाउथांती तिलीछ महापात्री। मनरे विकल्प आउ नाही, उद्वेग नाही। से कौन बुझाइबे जगन्नाथंक नीति। छोट मुहरे बड़ कथा, 14 ब्रह्मांड जार निश्वासरे आतजात, से कौन यांकू चाही बसिछि। ता कथा से निजे संभाळिब, नहेले कि एमिति विशाल भुज लंबेई तुच्छाकू बसिछि। महापात्रंक आखि जकेई गला, नाकपुड़ा जलिला लुहरे। से निश्चिंत मनरे आउजी पड़िले प्रभुर अघटन घटन पटयसी इच्छा उपरे। जहा से चाहिब ताकू काहार आयत्त अछि। झांज खोल टेकी कीर्तनिया उठीगले, काँ भा गंडे लोकंकू छाड़ीदेले गरुड़ खंबठौ रत्नवेदी जाए एते बड़ श्रीमंदिर मेला। उपरे बसिछि मालिक, निराभरण श्रीअंगकू महापात्री चाही पारु नाहंती। माळ लागी बापुड़ाकू टिकिए दकथिले सिना हुअंता, ता पिला माइपंक पाई अन्न वस्त्र मिलिगले हेइगला। बेल सहल निजे गंडिए उत्तम पकई देई खरा पिठिया कुसुमा शिल ठेई झांकी हेबारे हेला नहीं। एणे ठाकुरंक नीति हुड़ीगले कौन हेई जाउछि। दीटा फूल आनीदेले माजणा उतारू अंग लागी हुअंता। चंडाल एतेबेल जाए साही छाड़िला नहीं। कौन आउ कराजाए, कौन आउ तांकर आयत। एठिए ढेंका आखिया फाड़ुंगा पाटी मेलेई देई बसिछि। ଯାହାକୁ ଦେଖିଲେ ତ ହସ ବୋହି ପଡ଼ୁଛି। ଏଗୁଡ଼ାକ ଉତ୍ପାତ ହେଲେ କିଏ କ'ଣ କରିବ। ବାଞ୍ଛା ବଟ ଆଡ଼ିକି ଚାହିଁ ଏମିତି ଭାବନା କରୁଥାନ୍ତି ମହାପାତ୍ରୀ। ଶ୍ୟାମା କାଳୀଙ୍କ ଆଡ଼ୁ ସେ ସବୁଦିନ ଆସେ ଧଣ୍ଡା ନେଇ, ସେଇଆଡ଼େ ସେ ରହେ। କ'ଣ ହେଲା ସେ ବନମାଳିଆର। ଭାରି ଛନ୍ ଛନ୍ ହେଉଥାନ୍ତି ମହାପାତ୍ରୀ। ଠାକୁର ଶ୍ରୀଅଙ୍ଗରେ ଫୁଲ ଲାଗି ହେଲା ନାହିଁ। କେଡ଼େ କୃତ୍ୟ ହେଲା। ବିପତ୍ତି ପଡ଼ିଯିବ, ଅଚାନକ ଚଡ଼କ ଖସି ପଡ଼ିବ। କ'ଣ କରି ପାଇଲ କି ତାକୁ। ଓହ୍ଲେଇ ଯାଉଥିଲେ ବଟମୂଳ ଯାଏ, ପୁଣି କ'ଣ ଭାବି ପାହାଚ ଚଢ଼ି ଜଗମୋହନକୁ ପଶି ଆସିଲେ। ଖମ୍ବ ଉହାଡ଼ରୁ ଝଲମଲ ଆଖି ଯୋଡ଼ିକ ଚାହିଁ କରଜୋଡ଼ ହେଲେ। ଅଶରଣକୁ ଶରଣ, ବିପଦ ବାରଣ ହରି ତୋର ଯାହା ଇଚ୍ଛା। ତାଙ୍କ ମନକୁ ପାପ ଛୁଇଁଛି। ଯେତେ ବୁଝାଇଲେ ମଧ୍ୟ ଅକାରଣ ଭୟରେ ମଞ୍ଜ ଥରି ଯାଉଛି। ଏଭଳି କେତେକ ଅପରାଧ ଭଲା ନ ଘଟିଛି। କେତେ ନୀତି ପାଇଁ କେତେ ବିଳମ୍ବ ନ ହୋଇଛି। ହେଲେ ଏମିତି ଡର ତାକୁ କେବେ ମାଡ଼ି ନାହିଁ। କ'ଣ ଅଘଟଣ ଘଟିଯିବ କି। ମହାପାତ୍ରଙ୍କୁ ଛନକା ଘଟିଛି। ସେ ଏଣେ ତେଣେ ଚାହିଁ ଲାଗିଛନ୍ତି। ସିଂହଦ୍ୱାର ଆଡ଼ୁ ଗହଳିଟାଏ ଶୁଭିଲା। କ'ଣ ହେଲା ବୋଲି ସେ ସାତ ପାହାଚ ଆଡ଼କୁ ମୁହେଁଇଲା ବେଳକୁ ଛାମୁ ଛାଟିଆ ଆସି ଠିଆ ହୋଇଗଲେ।
ରଙ୍ଗ ଟହଟହ ଆଖି, ମୋଟା ବଗଡ଼ା ନିଶ, କାନମୂଳେ ଖୋସା ହୋଇଛି। ନାଲି ପାଟଜାମା ଫାଟି ପଡ଼ୁଛି ପାହାଡ଼ ପରି ଢିମା ବୁକୁ ଉପରୁ। ଗୁଳା ଗୁଳା ଲୁହା ଖମ୍ବ ପରି ଡେଣା ଦେହରେ ବାଜି ଶାଳ ଶିଳ ଛତୁ ହୋଇଯିବ। ମହାପାତ୍ରଙ୍କୁ ଦେଖିବା ମାତ୍ରେ କରଜୋଡ଼ ହୋଇ କହିଲା, ଠାକୁର ଦର୍ଶନକୁ ଖୋଦ୍ ମଣିମା ମହାର୍ଜା ବିଜେ ହେଉଛନ୍ତି ସାଆନ୍ତେ। ତିଳିଛ ମହାପାତ୍ରଙ୍କୁ ଅତର୍ଚ୍ଛ ଲାଗିଲା। ସେଇଟା ଛାଟିଆ ନୁହେଁ, ଯମଦୂତ। ଏଥର ଆଉ ଏ ମୁଣ୍ଡଖଣ୍ଡ ରହିବ ନାହିଁ। ରଜା ମାଡ଼ିଯିବ ପୋଖରିଆ ଦର୍ଶନକୁ। ସେଇଠି ଦେଖିବ ତା ଠାକୁର ଲଙ୍ଗଳା। ପାଖୁଡ଼ା ଛଡ଼ା ଫୁଲକୁ ମଧ୍ୟ ସେ ଯୋଗ୍ୟ ହେବ ନାହିଁ। ସେ କି ଆଉ ତିଳିଛ ମହାପାତ୍ରକୁ ଏ ପୁରେ ରଖିବ? ଆହେ ପ୍ରଭୁ ବିପଦ ଭଞ୍ଜନ, ବିପଦ ତାରଣ ଜଗନ୍ନାଥ କହି ଏକା ନିଶ୍ୱାସକେ କଳା ପାବଚ୍ଛ ଭିତର ଅର୍ଗଳ ପାରି ହୋଇ ସିଂହାସନ ଉପରେ ମୁଣ୍ଡ ଥୋଇଦେଲେ ମହାପାତ୍ରେ। ସରିଗଲା ପ୍ରଭୁ, ରାଜକ୍ରୋଧରୁ ମୁକୁଳିବି ନାହିଁ। ରାଜା ଗୋଜା ହାବୁଡ଼େ ପଡ଼ିଲେ 7 ଖଣ୍ଡ। ଆଜି କି ବୋଲି ତାକୁ ଭକ୍ତି ଝାଙ୍କିଲା। ମୋତେ ହାଣମୋହରେ ଦେବାକୁ ଏସବୁ ଘଟଣା। ତଳେ ଠିଆ ହୋଇ ଚାହିଁଲେ ବଳିଆର ଭୁଜକୁ, ଡର ମାଡ଼ିଲା। ଏ ଯଦି ମାରିବ ତେବେ ରଖିବ କିଏ? ଚାହିଁଲେ ଆଖିକୁ, ମହାଶୂନ୍ୟରେ ଅନନ୍ତ ବ୍ରହ୍ମାଣ୍ଡକୁ କଳି ଯାଉଛି ସେ ବର୍ତ୍ତୁଳ ଡୋଳା। ସେ କି ଚାହିଁଛି ତିଳିଛ ମହାପାତ୍ର 15 ଗଣ୍ଡା ମଲେ କେତେ, ଗଲେ କେତେ। ଚାହିଁଲେ ନାଲି ଜରଜର ଓଠକୁ, ହସରେ ଫାଟି ପଡ଼ୁଛି ଠାକୁର। ତାଙ୍କ ଅତର୍ଚ୍ଛପଣକୁ ହସୁଛି, ଅବୁଝାପଣକୁ ହସୁଛି। କିରେ, ତୋର କିଏ କ'ଣ କରିପାରିବ? ମୋ ଶରଣରେ ଥାଉ ଥାଉ କୋଉ ରଜା ତୋର କ'ଣ ବିଗାଡ଼ିବ? ଦମ୍ଭ ଚଢ଼ି ଆସିଲା ମହାପାତ୍ରଙ୍କ ଦେହକୁ, ମନକୁ, ବୁକୁ ଭିତରକୁ। ସେ ଚାରିଆଡ଼କୁ ଚାହିଁଲେ। ପ୍ରଭୁର ଛଡ଼ା ଫୁଲ ତଳେ ପଡ଼ିଥିବ। ସେଥିରୁ 2ଟା ହାତରେ ଧରି ରତ୍ନ ସିଂହାସନ ଉପରେ ଠିଆ ରହିଯିବେ। ଗଜପତି ହାତ ବଢ଼ାଇ ଦେଲେ, ତାକୁ ଥୋଇଦେବେ ତା ଆଞ୍ଜୁଳାରେ। ସର୍ବନାଶ! ଏତେ ଟିକେ ବୋଲି ଛଡ଼ା ଫୁଲ କୋଉଠି ନାହିଁ। ସବୁ ପୋଛି ପାଛି ସଫା କରି ନେଇଛି। କ'ଣ କରିବେ ତିଳିଛ ମହାପାତ୍ରେ? 7 ପାହାଚ ଠେଇଁ ରଜା ପହଞ୍ଚି ଗଲାଣି। ଗରୁଡ଼ ଖମ୍ବ ଉପରେ ମୁଣ୍ଡ ଲଗେଇ ଦେଇ ସିଧା ମାଡ଼ି ଆସିବ। ଆଉ ବେଳ କାହିଁ? ପ୍ରାଣ ବିକଳରେ ସେ ଚଢ଼ିଗଲେ ରତ୍ନ ସିଂହାସନ ଉପରକୁ। ପ୍ରଭୁ ଭୁଜ ତଳେ ଶରଣ ପଶିଯିବେ। ବଡ଼ ବାଡ଼ ଖମ୍ବ ପଛପଟେ ଲୁଚିଯିବେ। ତାଙ୍କ କପାଳରୁ ଝାଳ ଝଡ଼ି ପଡ଼ୁଥାଏ। ତାଙ୍କୁ ଟାହୁଲିଆ ଢଙ୍ଗରେ କିଏ ଫୁସ୍ଫୁସ୍ କରି କହିଲା ପରି ଲାଗିଲା, ତୋ ମୁଣ୍ଡରୁ ଚମ୍ପା ଫୁଲ କାଢ଼ି ରାଜାକୁ ଦେଇଦେ। ତାଙ୍କ ମନରେ ଭୂତ ପଶି ଏଇଆ କରୁଛି। ମୁଣ୍ଡ ଯାହା ଟିକିଏ ବଙ୍କାରେ ଛିଣ୍ଡିଥାନ୍ତା, ଏମିତି କଲେ ସଳଖେ ଛିଣ୍ଡିଯିବ। କେଡ଼େ ଅପରାଧ କଥା! ପ୍ରଭୁ ପ୍ରସାଦରେ ଛଳ ଆଚରଣ କଲେ ଆଉ କି ରକ୍ଷା ଅଛି? ପୁଣି ଶୁଭିଲା ପରି ଲାଗିଲା, ଆଉ ବେଳ ନାହିଁ, ବେଗି ବେଗି। ଠକ୍ ଠକ୍ ଥରିଲା ହାତରେ ସେ ପ୍ରଭୁର ଭୁଜକୁ ଧରି ପକାଇଲେ। ବାଁ ହାତରେ ନିଜ ମୁଣ୍ଡରୁ ଚମ୍ପା ଯୋଡ଼ିକ ଭିଡ଼ି ଆଣିଲା ବେଳକୁ ରାଜା କଳା ପାବଚ୍ଛ ପରି ହେଇ ଆସୁଛି। ହାତଟି ବଳେ ଚଳିଗଲା ପ୍ରଭୁ ମୁଣ୍ଡ ଉପରକୁ। ସେ ଭୁଲିଗଲେ ଯେ ତାଙ୍କ ଉଗୁରା ଫୁଲ ନେଇ ସେ ଠାକୁରଙ୍କୁ ମଣ୍ଡି ଦେଲେ। ତାଙ୍କୁ ସ୍ୱପ୍ନରେ ପରିଲା ପହଁରି ଅନୁଭବ ହେଉଥାଏ। କେତେବେଳେ ରଜା ଆସି ମୁଣ୍ଡ ଲଗେଇ ଠିଆ ହେଲା। କୁଞ୍ଚି ଯାଇ ହାତ ପତାଇଲା। ତା ଆଞ୍ଜୁଳାରେ କେତେବେଳେ ସେ ପ୍ରଭୁର ଛଡ଼ା ଫୁଲ ଥୋଇଦେଲେ ଏବଂ ସେ ପଛେଇ ପଛେଇ ଆଡ଼ ହୋଇଗଲା। ମହାପାତ୍ରେ ସମ୍ପୂର୍ଣ୍ଣ ଚେତା ରହି ଜାଣିପାରିଲେ ନାହିଁ। ତାଙ୍କର ଦେହ ମୁଣ୍ଡ ଥୟ ହେଲା। ସେ ଗାମୁଛାରେ ଦେହ ମୁହଁ ପୋଛିଲେ। ଚାହିଁଲେ ଭୁଜ ଉପରୁ ଶ୍ରୀମୁଖକୁ। ମହୁ ଝରିଲା ପରି ଓଠରୁ ଥୋପି ପଡ଼ୁଛି ହସ। ଆଖିରେ ତା ଢଙ୍ଗରେ ସେ ତେରେଛେଇ ଚାହିଁ ହସୁଛି। ତାଙ୍କ ଆତ୍ମା ଉପରେ ଅମୃତ ବର୍ଷିଗଲା। ଅପରାଧ ଭାବ ଆଉ କୁହୁଳିଲା ନାହିଁ। ପ୍ରଭୁ କହିଲା, ସେ ଦେଲେ, ସେଥିରେ ଦୋଷ କେଉଁଠି? ଈଶର ଲସର ପସର ହୋଇ ମାଳ ଲାଗି ସେବକ ଆସି ପହଞ୍ଚିଲା। ତାକୁ ଚାହିଁଲେ ମହାପାତ୍ରେ। ଠାକୁରଙ୍କୁ ଚାହିଁଲେ। ଅଳ୍ପ ହସିଲେ।
ଦଣ୍ଡେ ଆଗରୁ ଆସିଥିଲେ ଏମନ୍ତ ହୀନସ୍ତାରୁ ତ ତିଳେଛ ମହାପାତ୍ର ବଞ୍ଚି ଯାଇଥାନ୍ତା। ହଉ ହଟିଆ ଠାକୁର ହଟ ଲଗାଇବାରୁ ଚାହିଁଲୁ ଲଗେଇଦେଲୁ। ପରମ ଯତ୍ନରେ ମହାପାତ୍ରେ ମଣ୍ଡିଦେଲେ ବିପୁଳ ଭୋଜ ଉପରେ ଚମ୍ପା ଆଉ ତୁଳସୀର କେରି କେରି ମାଳ। ଚୂଳରେ ଜାଣିଶୁଣି ଖଞ୍ଜିଦେଲେ ଖାଲି ଚମ୍ପା ଆଉ ଚମ୍ପା। ଭିତର ଅର୍ଗଳଠଉଁ ଗରୁଡ଼ ଖମ୍ବ ଯାଏ କେତେ ଭକ୍ତ ଆସି କୁଆଡ଼ୁ ରୁଣ୍ଡ ହେଇ ଚାହିଁଥାନ୍ତି ଠାକୁର ସେଦିନ ଦିଶୁଥାନ୍ତି ନାହିଁ ନଥିବା ସୁନ୍ଦର। ମହାପାତ୍ରେ ଓହ୍ଲେଇଲେ ପିଢ଼ା ଉପରୁ। ଆଡ଼ ହୋଇ ଚାଲିଗଲେ ଗରୁଡ଼ ପଛକୁ। ଚାହିଁ ଦେଲାରୁ ଆଖିରୁ ଧାର ଧାର ଲୁହ ନିଗିଡ଼ିଗଲା। ଏଭଳି ମନୋହର ମଣ୍ଡିଣୀ, ଏମିତି ଚୂଳ, ଏମିତି ମାଳ ତାଙ୍କ ଦେହକରେ ସେ କେବେ ଦେଖିନଥିଲେ। ସାଷ୍ଟାଙ୍ଗ ପ୍ରଣିପାତ ହେଲେ ସେ ସେଇଠି ପଡ଼ି ରହିଲେ ଅନେକ ବେଳ ଯାଏ। ସେ ଚାଲ ଚାଲ ହୋଇ ଆନନ୍ଦ ବଜାର ଆଡ଼େ ବାହାରିଗଲେ। ତାଙ୍କୁ ବେଢ଼ିଗଲେ ଯାତ୍ରୀ। କିଏ ପାଦ ଛୁଇଁଲା, କିଏ ମୁଣ୍ଡିଆ ମାରିଲା, କିଏ ପାଦ ଉପରେ ଥୋଇଲା ଟଙ୍କା। ମହାପାତ୍ରେ ସୋଲ ପରି ଉଶ୍ୱାସ ବୋଧ କରୁଥାନ୍ତି। ସବୁ ଦେଖୁଥାନ୍ତି, ଶୁଣୁ ନଥାନ୍ତି। କେମିତି ଟିକିଏ ବିଭୋର ବିଭୋର ଭାବ। ଏତିକି ବେଳେ ଦେଖିଲେ ଯେ କଳା ଘୋଡ଼ାଟିଏ ପରି ଖେପାକେ ପାହାଚେ ଧାଇ ଆସୁଛି ଛାଟିଆ। ଆଗ ଅପେକ୍ଷା ବେଶୀ ବାଘୁଆ ଦିଶୁଛି ତାର ମୁହଁ। ମହାପାତ୍ରଙ୍କୁ ଠିଆ ଭଙ୍ଗିରେ କେମିତି ଟିକିଏ ଓଳଗ ଠାରିଦେଇ ଗର୍ଜିଲା ପରି କହିଲା, ହା ଦେ ମଣିମା ଗଜପତି ମହାରାଜାଙ୍କ ସ୍ୱେଚ୍ଛାମୁରେ ଆପଣଙ୍କୁ ବିଜୁଳି ମାର୍ଗେ ପହଞ୍ଚାଇବାକୁ ସାଙ୍ଗରେ କଢ଼େଇ ନେବାକୁ ଆଜ୍ଞା ଘେନି ଆମ୍ଭେ ଆସିଛୁ। ଆପଣ ଆମ ସହିତ ଏଇମାତ୍ରେ ଚାଲିବା ହେବେ। ତିଳିଛ ମହାପାତ୍ରେ କଥାକୁ କଥା ଯୋଡ଼ି ପାରିଲେ ନାହିଁ, ପଛକୁ ଫେରିଲେ ନାହିଁ। ଦୋସଡ଼ା ଖଣ୍ଡି ଜାକି ଜୁକି ଘୋଡ଼େଇ ହେଇ ପାହାଚ ପାହାଚ ହେଇ ଖସିଗଲେ ବଡ଼ଦାଣ୍ଡକୁ। ଓହ୍ଲେଇ ଗଲେ ନୀଳାଚଳରୁ ରଜା ନଅର ଆଡ଼େ। ତାଙ୍କ ମନ୍ଥର ଚାଲି ସାଙ୍ଗରେ ପାହୁଣ୍ଡ ପକେଇ ବାଗ ଦଉଡ଼ି ଭିଡ଼ା ହୋଇଥିବା ବଳଶାଳୀ ଘୋଡ଼ା ପରି ରଜା ପିଆଦା କୁନୁ ଥାଏ। ଛାଡ଼ିଦେଲେ ଆଖି ପିଛୁଳାକେ ଇନ୍ଦ୍ରଲୋକକୁ ମାଡ଼ି ଯାଆନ୍ତା। ହୁବ ପାଇଲେ ମହାପାତ୍ରଙ୍କୁ ଗୋଟେଇ ନେଇ ଧାଇଁ ଯାଆନ୍ତା। ରଜା ନଅରରେ କାନ୍ଥ ଲଗାତ ଛାନିଆ ଜଣାଗଲା। ସିଂହଦ୍ୱାର ଜଗୁଆଳୀମାନଙ୍କ ମୁହଁ ଭୟରେ ଶେତା ପଡ଼ି ଯାଇଥିଲା। ବାହାର ପିଣ୍ଡା ଉପରେ ବାଘ ପରି ଗଜପତି ପଇଁତରା କାଟୁଥାଏ। ତିଳିଛ ମହାପାତ୍ରଙ୍କୁ ଦେଖିବା ମାତ୍ରେ ତାଙ୍କୁ ଆଉ ତର ସହିଲା ନାହିଁ। ମେଘ ରଡ଼ିଲା ପରି ଶୁଭିଲା, କି ହେ ମହାପାତ୍ରେ, କେଡ଼େ ସାହସ ତୁମର? ନାଗସାପ ଲାଙ୍ଗୁଡ଼ରେ ହାତ ମାରିଦେଲ। ଆମ୍ଭେ ବିଶ୍ୱାସରେ ଜଗନ୍ନାଥଙ୍କ ଆଗରେ ଆଞ୍ଜୁଳା ପତେଇ ଦେଲୁ ବୋଲି ତୁମର ଏଡ଼ିକି ବହପ, ନିଜ ମୁଣ୍ଡରୁ ଫୁଲଟାଏ ଫୋପାଡ଼ି ଦେଲ। ମହାପାତ୍ରଙ୍କ ବୁକୁ ଭିତରେ ସବୁ ରକ୍ତ ନିଗିଡ଼ିଗଲା। ଭୁଇଁ ଉଭେଇଗଲା ପାଦ ତଳକୁ। ପାଟିରେ କଥା ନାହିଁ, ଆଖିରେ ପଲକ ନାହିଁ। ଆଗରେ ଲହ ଲହ କ୍ରୋଧରେ ଜଳୁଛି ଗଜପତି ସମ୍ରାଟ। ପଛରେ କଟୁଆଳ, ଏପାଖେ ଭାଲ ସେପାଖେ ଖଣ୍ଡା। ହରି ହରି ତ୍ରାହି ତ୍ରାହି ଜଗନ୍ନାଥ, ଡାକିଲା ମହାପାତ୍ରଙ୍କ ଅନ୍ତରାତ୍ମା। ଠାକୁର ପ୍ରସାଦକୁ ମୁଣ୍ଡରେ ବୋହି ଆସି ଉଆସରେ ଦେଖିଲା ବେଳକୁ କ'ଣ ନା ଚମ୍ପା ଫୁଲ ଦେହରେ ବାଳ ଗୁଡ଼େଇ ହେଇଛି। ଠାକୁର ଫୁଲରେ ବାଳ ଆସିଲା କାହୁଁ? ଗର୍ଜିଲା ଗଜପତି। କେଉଁଠୁ ଜଗନ୍ନାଥଙ୍କ ମୁଣ୍ଡରେ ବାଳ ଉଠିଲାଣି ହେ ତିଳିଛ ମହାପାତ୍ରେ? ଅଛି ମଣିମା, ଠାକୁରଙ୍କ ମୁଣ୍ଡରେ ବାଳ ଅଛି। ନିଜ ତୁଣ୍ଡକୁ ନିଜେ ବିଶ୍ୱାସ କରିପାରିଲେ ନାହିଁ ମହାପାତ୍ରେ। କ'ଣ ସେ କହି ପକାଇଲେ ସତେ? କେମିତି କହିଲେ? ଗଜପତିର ଆଖି ତରାଟି ହୋଇ ଖସି ପଡ଼ିବ ସତେ ବା। ହଉ ମହାପାତ୍ରେ, ତୁମ କଥାକୁ ଆମ କଥା। କାଲି ଅବକାଶ ଦର୍ଶନ ବେଳେ ଆମେ ଠାକୁରଙ୍କ କେଶ ନ ଦେଖିଲେ ତୁମ ଅବସ୍ଥା ଗାଣି ଗାଇବ ନାହିଁ। ଯାଅ, ମନେ ରଖ ପ୍ରତାପ ରୁଦ୍ର ସାଙ୍ଗରେ ପିଲା ଖେଳ ଚଳିବ ନାହିଁ। କେଡ଼େ ହୁବ, କେଡ଼େ ସାହସ, କେଡ଼େ ମିଛ। ମହାପାତ୍ରଙ୍କୁ ଏଭଳି ଶବ୍ଦର ହାବୁକା ପିଆଦାମାନେ ମାରି ବଡ଼ଦାଣ୍ଡରେ ଛାଡ଼ିଦେଲେ। ସେଇଠି ଚକ୍ର ଚିରାଳକୁ ଚାହିଁ ଦେଇ ମୁହଁ ଘୋଡ଼େଇ କାନ୍ଦି ପକାଇଲେ ମହାପାତ୍ର।
ଏଡ଼ିକି କଦର୍ଥନା କପାଳରେ ଥିଲା। ଯାହା ସେବାରେ ଖଟିଥିଲି ତାରି ନାଁରେ ମିଛ କହି ଦୋହ ଆଚରଣ କରି ମଲି। ଏ ଜୀବନ ଆଉ ରହିବା ବୃଥା। ଗ୍ଲାନି ପରାଭବ କ୍ଷୋଭରେ ତିଳିଛ ମହାପାତ୍ରେ ବଡ଼ ଦାଣ୍ଡରେ ମୁଣ୍ଡ ଟେକି ଚାଲି ପାରୁନାହାନ୍ତି। ସିଂହଦ୍ୱାର ପାଖରେ ପହଞ୍ଚି ଭିତରକୁ ପଶିବାକୁ ପାଦ ଘୁଞ୍ଚିଲା ନାହିଁ। ଆଉ କ'ଣ ଅଛି ସେବାର ମୂଲ୍ୟ? ଲାଜରେ ସେ ମୁହଁ ତୋଳି ଚାହିଁଲେ ନାହିଁ। ବାଟ ଭାଙ୍ଗି ଖରା ନଇ ଆସିଲା ବେଳକୁ ବସାରେ ପହଞ୍ଚିଲେ। କାହାକୁ କିଛି କହିଲେ ନାହିଁ। ଦେହ ଅସୁଖ ଅଛି ବୋଲି ପିଣ୍ଡାରେ କାନ ପାରି ଶୋଇଗଲେ। ରାତି ପାହିଲେ ତିଳିଛ ମହାପାତ୍ର ଆଉ ନଥିବ। ସରିଯିବ ତାର ବ୍ୟର୍ଥ ଜୀବନ, ଦି କଡ଼ାର ହୀନିମାନ ଜୀବନ। ସଞ୍ଜ ହେଲା। ଗୋଡ଼ ହାତ ଧୋଇ ଦିଅଁ ଘରେ ମୁଣ୍ଡିଆଟିଏ ମାରି ଉଠି ଆସିଲେ। ସେଇ ବାହାର ପିଣ୍ଡାଟିରେ ହାତ ରଖି ବସି ରହିଲେ ଅନ୍ଧାରରେ। ଭାବିଲେ ଭଲ ହେଲା ଯାହା ହେଲା। ଅଧମମାନଙ୍କର ଏଭଳି ବିନାଶ ନ ହେଲେ ତାଙ୍କ ହୁବ ବଢ଼ିଯିବ ନାହିଁ। ଛୋଟ ଲୋକଙ୍କୁ ବଡ଼ ଅଧିକାର ଦେଲେ ସେମାନେ ଏମିତି ମୁଣ୍ଡରେ ଚଢ଼ନ୍ତି। ନିଜ ମୁଣ୍ଡର ଫୁଲକୁ ଠାକୁର ପ୍ରସାଦ କରିବାରେ ଯାହା ଅପରାଧ ହୋଇଥିଲା ଏମିତି ଧରା ପଡ଼ି ନଥିଲେ ଖସି ଯାଇଥାନ୍ତା। ଏବେ ଠାକୁର ମୁଣ୍ଡରେ ବାଳ ଅଛି ବୋଲି ଡାହା ମିଛ କହିବାରେ ମରଣ ଔଷଧ ବେକରେ ବନ୍ଧା ହେଲା। ଏଥିରୁ ତ୍ରାଣ କାହିଁ? ରାଜା ଆଗରେ ଅପଦସ୍ଥ ହେବା ଆଗରୁ ବିଷ ଖାଇ ପ୍ରାଣ ହାରିଦେବା ଭଲ। ବହୁ ଦୁଶ୍ଚିନ୍ତାରେ ମୁଣ୍ଡ ବୋଝ ପରି ଭାରି ଲାଗିଲା। ଆଖି ବୁଜି ବସିଥିଲେ ମହାପାତ୍ରେ। ସେମିତି ଶୋଉ ଶୋଉ ଶୋଇଗଲେ। ଅନ୍ଧାର ଘୋଡ଼େଇ ହୋଇଗଲା ଭିତରେ ବାହାରେ। ଚାଉଁକିନା ଲାଗିଲା ମହାପାତ୍ରଙ୍କୁ। ହାଲୋଳମୟ ହୋଇଗଲା ତାଙ୍କ କନ୍ଦରା। ସେଇଠି ମୁହୂର୍ତ୍ତେ ଦାଉ ଦାଉ ହୋଇ ଦିଶିଗଲେ ଚକାଡୋଳା। ସେମିତି ନିଦରେ କରଜୋଡ଼ି ହୋଇ କାନ୍ଦିଲେ ମହାପାତ୍ରେ। ଲାଜରେ ସଢ଼ିଗଲେ। ତାଙ୍କୁ ଶୁଭିଲା ଠାକୁରେ ହସୁଛନ୍ତି। ଅତି ମଧୁରିଆ ହସ। କହୁଛନ୍ତି, କି ହୋ ତିଳିଛ ମହାପାତ୍ର, ତୋତେ କିଏ କହିଲା ଆମେ ଲଣ୍ଡା ବୋଲି? ରାଜା ଆମ୍ଭର କେଶ ଦେଖିବ କହୁଛି। ସେଥିକୁ ତୁ ଚିନ୍ତା କାହିଁକି କରୁଛୁ? ସେ ଯେଭଳି ଚାହୁଁଛି ସେଭଳି ଦେଖିବ। ତୁ ଭୋକ ଉପାସରେ ଶୋଇଲେ ଆମ୍ଭର ମଣୋଇ ହୋଇପାରୁନାହିଁ। ପୁଣି ମଧୁର ହସ ହସି ଆଡ଼ ହୋଇଗଲେ। ଚମକି ଉଠିଲେ ମହାପାତ୍ରେ। ସତ ପରି ବୋଧ ହେଲା ସ୍ୱପ୍ନ। ପିଣ୍ଡାର ଯେଉଁ ଦାଢ଼ରେ ଠାକୁର ଉଭା ହୋଇଥିଲେ ତାକୁ ବାରମ୍ବାର ସାଉଁଟି ଆଣି ମଥାରେ ବୋଳିଲେ। ଦେହ କମ୍ପିଲା, ରୋମ ଟାଙ୍କୁରିଲା। ସେ ଭାବ ବିହ୍ୱଳ ହୋଇ ହାଉଁ ହାଉଁ କାନ୍ଦିଲେ। ଆହା ମୋ ସହଣିକ ଠାକୁର! କି ଛାର ସେବାକାରୀ ପାଇଁ କେତେ ପ୍ରଭୁପଣ! ମୁଁ ପରା କିଙ୍କର ପାଇଁ କେତେ ମମତା, କେଡ଼େ ସ୍ନେହ! ମୁଁ ନ ଖାଇଲେ ମୋ ପ୍ରଭୁର ମଣ ହିଁ ହେଉନାହିଁ। ସେଇଠୁ ଉଠି ଛଳ ଛଳ ଆଖିରେ ଲୁଣିଆ ଲୁହ ମିଶା ଅନ୍ନ କିଛି ସେବା କଲେ ମହାପାତ୍ରେ। ସାରା ରାତି ଅଶ୍ରୁ ପଲକରେ ବିତିଗଲା। ସକାଳ ପାହୁ ପାହୁ ତରବରରେ ଗାଧୁଆ ସାରି ତିଳିଛ ମହାପାତ୍ରେ ସିଂହଦ୍ୱାରେ ପହଞ୍ଚିଲା ବେଳକୁ ରାଜା ନଅରରେ କାହାଳିଆ ଛାମୁ ଛଡ଼ ଫୁଙ୍କୁଛି। ରଜାକୁ ମଧ୍ୟ ରାତିଯାକ ନିଦ ନାହିଁ। ମୁଣ୍ଡିଆ ମାରି ମହାପାତ୍ରେ କରଯୋଡ଼ି ଠିଆ ହୋଇଛନ୍ତି କି ନାହିଁ ଗଜପତି ଆସି ପହଞ୍ଚିଗଲା। ଚାହିଁଲା କଟମଟ ମହାପାତ୍ରଙ୍କୁ। ଗାଧୋଇ ପାଧୋଇ ପ୍ରଭୁ ସେବକ ଝଟକୁଥାନ୍ତି। ମୁହଁରେ ଅଖଣ୍ଡ ବିଶ୍ୱାସର ମୃଦୁ ମଧୁର ହସ। ତାଙ୍କ ଟୁମା ଟୁମା ଆଖି, ଦାଉ ଦାଉ ମୁହଁ ରଜା ଦେଖି ଚମକି ପଡ଼ିଲା। ସ୍ୱର ବଳେ ନରମିଗଲା। ଚାଲ ମହାପାତ୍ରେ, ଠାକୁରଙ୍କୁ ଦର୍ଶନ କରାଅ। କୋଲପ ଫିଟିଲା। ରାଜା ଆଦେଶରେ ଦିହୁଡ଼ି ଲାଗିଲା। ଗମ୍ଭୀରାକୁ ବିଜେ କଲେ ଗଜପତି ପରମ ସନ୍ଦେହରେ ଏବଂ ତିଳିଛ ମହାପାତ୍ରେ ଗଭୀର ବିଶ୍ୱାସରେ। ଗଜପତିର ବୁକୁ ଉଦ୍ବେଗରେ ଧଡ଼ ଧଡ଼ ପଡ଼ୁଥାଏ ଉଠୁଥାଏ। ମହାପାତ୍ରେ କିନ୍ତୁ ନିଶ୍ଚଳ। କୌଣସି କେନ୍ଦ୍ରରେ ଟିକିଏ ହେଲେ କମ୍ପନ ନାହିଁ। ଦୁହୁଡ଼ି ଟେକା ହେଲା। ଗଜପତି ଠାକୁରଙ୍କ ପଛପଟେ ରହି ଚାହିଁଲା। ଆଖି ମିଟିକା ମାରି ପୁଣି ଚାହିଁଲା। କଳା ଭଅଁରଠୁ ବଳି ମହ ମହ ବାସୁଥିବା ଗୋଛାଏ କେଶ ପ୍ରଭୁଙ୍କର କଟି ଦେଶ ପର୍ଯ୍ୟନ୍ତ ଲମ୍ବିଥିବାର ଦେଖି ଗଜପତି ସ୍ଥାଣୁ ପରି ଘଡ଼ିଏ ଠିଆ ହୋଇ ରହିଗଲା। ମହାପାତ୍ର ଥରେ ଚାହିଁ ଦେଇ ଆଖି ବୁଜିଦେଲେ। ହୃଦୟର ଆବେଗ, କୃତଜ୍ଞତା, ଆନନ୍ଦ ଦର ଦର ହୋଇ ବୋହିଗଲା। ସେ ଆଉଜି ଗଲେ ବାଡ଼ ଉପରକୁ। ମାନ ଉଦ୍ଧାରଣ ରୂପ ସ୍ୱଚ୍ଛକୁରେ ଦେଖି
ସ୍ୱଚକ୍ଷୁରେ ଦେଖି ତାଙ୍କ ପ୍ରାଣ ପୁଲକି ଉଠୁଥାଏ, ଉଲସି ଉଠୁଥାଏ ହିଆ। ଗଜପତି ପୁଣି କେମିତି କାଠେଇ ଗଲା, ଏଇଟା ଯଉ କରାଳରେ ଖଞ୍ଜାବାଳ ନୁହେଁ ତ? ହାତ ବଢ଼େଇଲା ପରୀକ୍ଷା କରିବାକୁ। ଅବିଶ୍ୱାସୀ ରଜା। ଅଧମ ଝିଙ୍କିଦେବ କି ଆଉ? ଆହା ଆହା କହି ଚିତ୍କାର କରି ଉଠିଲେ ତିଳିଛ ମହାପାତ୍ରୀ। ପୁଞ୍ଜିଏ କେଶ ଉପାଣି ଆଣି ହାତରେ ଧରି କାଠ ପରି ଠିଆ ହୋଇଗଲା ଗଜପତି। ଥରିଲା ଠକ ଠକ ହୋଇ। ଆଖିରେ ମଟକା ନ ପକେଇ ଚାହିଁ ରହିଲା ଶ୍ରୀମୁଖକୁ। ଚିତା ପାଖରୁ ଧାରେ ରକ୍ତ ବୋହି ଆସୁଛି କପାଳ ପାରି ହୋଇ ଚକାଡୋଳା ଉପରକୁ। କି କଲୁରେ ଅଧମ ଅଧମ କହି ହାଉଳି ଖାଇ କାନ୍ଦି ପକାଇଲେ ମହାପାତ୍ରୀ। ଗଭୀର ଯନ୍ତ୍ରଣାରେ ନିର୍ବାକ୍ ଗଜପତି ଠିଆ ରହିଲା। ହାତ ମନ୍ଥି ବେକ ନୁଆଇଁ ଠକ୍ ଠକ୍ କରୁଥିବା ଦୋଷୀଟିଏ। ଅପରାଧ କଲି ମଣିମା, ଅଜ୍ଞାନରେ ଦର୍ପରେ ଦ୍ରୋହ ଆଚରିଲି। ତଳକୁ ମୁହଁ ପୋତି ମନକୁ ମନ ସକ ସକ ହେଉଥାନ୍ତି ପ୍ରତାପ ରୁଦ୍ର। ଅନୁତାପରେ ଛିଣ୍ଡି ପଡ଼ୁଥାନ୍ତି ଖଣ୍ଡ ଖଣ୍ଡ ହୋଇ। ଠାକୁର ମଥାରେ ରକ୍ତ ଦେଖି ତିଳିଛ ମହାପାତ୍ରଙ୍କୁ ଦଶଦିଗ ଅନ୍ଧାର ଦିଶିଲା। ସେଇଠି ନିଜ ବୁକୁ ବିଦାରି ଦେଇ ଲୋଟି ପଡ଼ିବାକୁ ସେ ବିକଳ ହେଉଥାନ୍ତି। ମୋ ଛାର ଅଧୀନ ପାଇଁ କ'ଣ ନ ହେଲା ଆଜି? ଅଧା ହାଣଖିଆ ମୃଗ ଶିଶୁ ପରି ଛଟପଟ ହେଉଥାନ୍ତି ମହାପାତ୍ରୀ। କେତେବେଳେ ଅବସ୍ଥା ସମ୍ଭାଳ ପଡ଼ିଲା। ଗଜପତି ମୁହଁ ଟେକି ଚାହିଁଲା ଶ୍ରୀମୁଖକୁ। ରକ୍ତର ଧାର ଆଉ ଦିଶିଲା ନାହିଁ। ବୁଲି ଚାହିଁଲା। କଳା ଭଅଁର ପରି ସେ କେଶଗୁଚ୍ଛ ଆଉ ଦିଶିଲା ନାହିଁ। ସେ ଗଭୀର ଆଶ୍ୱସ୍ତି, ଆନନ୍ଦ ଏବଂ କୃତଜ୍ଞତାରେ ଆଣ୍ଠୁ ମାଡ଼ି ମୁଣ୍ଡ ଲଗେଇଲା ରତ୍ନ ସିଂହାସନରେ। ମହାପାତ୍ରେ ଚାହିଁଲେ। ଝଲମଲ ନିର୍ମଳ ଶ୍ରୀମୁଖରେ ମୃଦୁ ମୃଦୁ ହସ। ରକ୍ତର ଚିହ୍ନ ନାହିଁ। ବୋଝ ଓହ୍ଲେଇଗଲା ବୁକୁ ଉପରୁ। ସେ ବାହୁତଳି ଉନ୍ମତ୍ତ ହୋଇ ନାଚି ଉଠିଲେ। ଜାଣିପାରିଲେ ନାହିଁ କେତେବେଳେ ଗଜପତି ତାଙ୍କ ଆଗରେ କରଜୋଡ଼ ହୋଇ ଠିଆ ହୋଇଛି। ପୋଖରିଆ ଭିତରୁ ଉଠି ଆସିଲେ ଉଭୟେ ଜଗମୋହନକୁ। ଏ କ'ଣ? ମହାପାତ୍ରଙ୍କ ଦର୍ପଣ ପରି ପ୍ରଶସ୍ତ କପାଳ ଉପରେ ଦେଇ ଝରି ଆସୁଛି ଧାରେ ରକ୍ତ। ଗୋଟିଏ ମୁହୂର୍ତ୍ତରେ ତାଙ୍କୁ ଦିଶିଗଲା ଭକ୍ତ ଭଗବାନଙ୍କର ଅଭେଦ ରୂପ। ସେ ମହାପାତ୍ରଙ୍କର ପାଦ ଧରି ପଡ଼ିଗଲେ। ମହାପାତ୍ରଙ୍କୁ ସବୁ ଭେଳିକି ପରି ଲାଗୁଥାଏ। ଏଇ କ'ଣ ସେଇ ଗଜପତି ଯେ କାଲି ଗର୍ଜୁଥିଲା? ଏ କ'ଣ ସେଇ ତିଳିଛ ମହାପାତ୍ର ଯେ ସଢ଼ି ଯାଉଥିଲା ଗ୍ଳାନି, ଅପରାଧ, ମିଥ୍ୟାରେ? ଚାହିଁଲେ ରତ୍ନ ସିଂହାସନର ଉପରେ ମାନ ଉଦ୍ଧାରଣ ଭକ୍ତଜନ ବାନ୍ଧବ ଶରଣ ସୋଦରଙ୍କୁ। ଭାବ ପୁଲକରେ ଦେହ କମ୍ପିଲା। ତାଙ୍କୁ ମନ ଭିତରେ ଶୁଭିଲା, ମୋତେ ଆଉଜି ଜାଣିଲେ ମୁଁ ସମ୍ଭାଳିବାକୁ ସମର୍ଥ। ମୋ ସେବକର ମାନରକ୍ଷା ପାଇଁ ମୁଁ ପଣ କରିଛି। ତାକୁ ଆଡ଼ୁଆଳ କରିବାକୁ ମୋ ଚକ୍ର, ତାର କୀର୍ତ୍ତି ଉଡ଼େଇବା ପାଇଁ ମୋ ବାନା। ମୋ ଗୋଟିଏ ପଣେ ମୁଁ ତାରି। ଅବକାଶ ପାଇଁ ମୃଦଙ୍ଗ, କାହାଳି, ଖୋଳ କରତାଳରେ ତୁମୁଳ